ମୋର ପ୍ରିୟ ପିଲାମାନେ, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣଙ୍କର ପରିବାରରେ ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଥିବେ। ଫାଇନାଲି ଆପଣମାନଙ୍କ ପାଇଁ ଦେଖନ୍ତୁ, LTRର ଅନଲାଇନ୍ ଆପ୍ଲାଏ 6025 କୋଟି ପଦବୀ ପାଇଁ ଡେଟ୍ ଆପଣଙ୍କର ଆସିଯାଇଛି। ତ ଆପଣ ଅନଲାଇନ୍ ଆପ୍ଲାଏ ଆଗାମୀ 6 ତାରିଖ ପାଖରୁ କରିପାରିବେ। ଲାଷ୍ଟ ଡେଟ୍ ଆପଣଙ୍କର 5 ଫେବୃଆରୀ ରହିବ। ଠିକ୍ ଅଛି। ତ ଏହି ଭିଡ଼ିଓରେ ମୁଁ ଆପଣଙ୍କୁ ଆଉ ଥରେ ସବୁ ଜିନିଷ ଗୁଡ଼ା ରିକଲ୍ କରେଇଦେବି। ତ ଲାଇକ୍ ଆଉ ସେୟାର କରିକି ସବୁ ସାଙ୍ଗମାନଙ୍କୁ ବି ଆପଣ ଜଣେଇଦେବେ। ଆଉ ଚ୍ୟାନେଲକୁ ନୂଆ ଅଛନ୍ତି ଦେନ୍ ଏବେ ହିଁ ସବସ୍କ୍ରାଇବ୍ କରିକି ଅଲ୍ ନୋଟିଫିକେସନକୁ ବି ଆପଣ ଅନ୍ କରିଦେବେ। ଏବଂ ଡେଡିକେଟେଡଲି ଆପଣ ପଢ଼ିବା ପାଇଁ ଚାହୁଁଛନ୍ତି ନା, LTR ପରୀକ୍ଷାରେ ସୁନିଶ୍ଚିତ କ୍ୱାଲିଫାଇ କରିବା ପାଇଁ ଚାହୁଁଛନ୍ତି। ଆପଣ ଜାଣିଛନ୍ତି ସମସ୍ତଙ୍କର ଆଗ ପ୍ରିଲିମ୍ସ ପରୀକ୍ଷା ହେବ। ପ୍ରିଲିମ୍ସ ସମସ୍ତଙ୍କ ପାଇଁ କମନ୍ ଅଟେ। ଖାଲି TGT ଓଡ଼ିଆରେ ଯଦି ପିଲା ନ ହୁଅନ୍ତି ଦେନ୍ ହିଁ ହେଇ ନପାରେ, ନହେଲେ ସମସ୍ତଙ୍କର ଆପଣଙ୍କର ହବ। ତ ଆପଣ ୟୁଟ୍ୟୁବରେ ସର୍ଚ୍ଚ କରନ୍ତୁ LTR ପ୍ଲାନିଂ ଭିଡ଼ିଓ ବାଇ ଲକ୍ଷ୍ମୀଧର ସାର୍। କେମିତି ଆପଣ ଇଜିଲି 100ରୁ 75+ ସ୍କୋର କରିପାରିବେ ତାର ପ୍ଲାନିଂ ଭିଡ଼ିଓ ଅଲରେଡ଼ି ମୁଁ ଆପଣଙ୍କ ପାଇଁ ବନେଇ ଦେଇଛି। ଆପଣ ଦେଖିବେ ଆଉ ଯେମିତି ମୁଁ ଆପଣଙ୍କୁ କହିଛି ସେମିତିକା ୱେରେ ପଢ଼ିବେ, ଯୋଉଦ୍ୱାରା କି ବହୁତ ଇଜିଲି କ୍ୱାଲିଫାଇ କରିପାରିବେ। ସବୁ କ୍ଲାସ୍ ଆପଣଙ୍କର ଲକ୍ଷ୍ମୀଧର ସାର୍ ଅଫିସିଆଲ ଆପ୍ଲିକେସନରେ ଆପଣଙ୍କର ହବ। ଠିକ୍ ଅଛି। ତ ଆପଣ ସର୍ବମୋଟ ପଦବୀ ସମ୍ପର୍କରେ ଅଲରେଡ଼ି ଗତକାଲି ଆପଣଙ୍କର ନୋଟିଫିକେସନରେ ଦେଖିଥିବେ। ସର୍ବମୋଟ 6025 ଗୋଟି ଆପଣଙ୍କର ପଦବୀ ରହିଛି। ଦରମା ଆପଣଙ୍କୁ କେତେ ମିଳିବ ନା 35,400 ଟଙ୍କା ମିଳିବ କେବଳ PET ମାନଙ୍କୁ 29,200। ତ ଇନହ୍ୟାଣ୍ଡ ସାଲାରୀ ପାଖାପାଖି 50,000ରୁ ଅଧିକ ଆପଣମାନେ ପାଇଯିବେ। ତ କେତେ ଲେଖାଏଁ ପଦବୀ ଅଛି? TGT ଆର୍ଟ୍ସ ପାଇଁ ଆପଣଙ୍କର 1488, TGT ଓଡ଼ିଆ ପାଇଁ 496, PCM 1020, CBZ 880, ହିନ୍ଦୀ ଟିଚର 711, ସଂସ୍କୃତ 729, ଦେନ୍ ତେଲୁଗୁ 6ଟି ଅଛି, ଦେନ୍ ଉର୍ଦୁ 14ଟି, PET ଆପଣଙ୍କର 681। 6025 ଗୋଟି ପଦବୀ ରହିଲା। ହେଲା। ଏବେ ଆସନ୍ତୁ ମୁଁ ଆପଣଙ୍କୁ କ୍ୱାଲିଫିକେସନ ସମ୍ପର୍କରେ ମଧ୍ୟ ସବୁ ଜିନିଷ ଗୁଡ଼ା ଆଉ ଥରେ ରିକଲ୍ କରିଦେବା ପାଇଁ ଆପଣଙ୍କର ଚାହିଁବି। ତ ଆପଣମାନଙ୍କ ମନରେ ଯେଉଁ ଗୋଟେ ପ୍ରଶ୍ନ ରହିଛି, ସାର୍ ଯେଉଁମାନେ OSS TET ଆପଣଙ୍କର କ୍ୱାଲିଫାଇ କରିନାହାନ୍ତି ସେମାନଙ୍କୁ କ'ଣ ଏଲାଉ କରାଯାଇ ପାରିବ? ଦେଖନ୍ତୁ, ତ OSS TET ଆପଣମାନେ କହିବେ ହେଇପାରେ ହେଇ ନପାରେ, ପ୍ରାୟତଃ ମେ ବି ହେଇ ନପାରେ କହିହେବନି। ହେଲା। ତ ଆପଣମାନେ ହେଲେ ବି ଟିକେ ୱେଟ୍ କରିବେ, 6 ଜାନୁଆରୀକୁ ୱେଟ୍ କରିବେ। ଯେତେବେଳେ 6 ଜାନୁଆରୀକୁ ଅନଲାଇନ୍ ଆରମ୍ଭ ହବ ନା, ସେଇଦିନ ମୁଁ ଆପଣଙ୍କୁ ଅନଲାଇନ୍ ଆପ୍ଲାଏ କରିକି ଦେଖେଇବି ଯେ ସେଇଠି ମାଗୁଛି କି ନାହିଁ। ପ୍ରାୟତଃ ମାଗିପାରେ, କାହିଁକିନା ପାସ୍ ମାଗିବ। ହେଲା। ତ କ୍ୱାଲିଫିକେସନ୍ ସେମ୍। TGT ଆର୍ଟ୍ସ କୋଉମାନେ ଆପ୍ଲାଏ କରିପାରିବେ? ଯେଉଁମାନେ +3 ଆପଣଙ୍କର ଆର୍ଟ୍ସ କିମ୍ବା କମର୍ସ ପଢ଼ିଥିବେ କିମ୍ବା ଶାସ୍ତ୍ରୀ ପଢ଼ିଥିବେ ଏବଂ +3ରେ ମିନିମମ୍ 50% ମାର୍କ ଥିବ। ST SC SC BC ଦିବ୍ୟାଙ୍ଗମାନଙ୍କର 45% ମାର୍କ ଥିବ। ତା ସହିତ ଆପଣ 2 ବର୍ଷିକିଆ BEd କରିଥିବେ କିମ୍ବା 3 ବର୍ଷିକିଆ BEd MAd କିମ୍ବା 4 ବର୍ଷିକିଆ BA BEd କରିଥିଲେ ବି ଆପଣ TGT ଆର୍ଟ୍ସ ପାଇଁ ଆପ୍ଲାଏ କରିପାରିବେ। ଆଉ 2ଟି ସ୍କୁଲ ସବଜେକ୍ଟ ଆପଣଙ୍କର ଦରକାର। ଏଇ ଭିତରୁ ମିନିମମ୍ 2ଟା ଆପଣ ପଢ଼ିଥିବେ, ଯୋଉଟା ହେଲେ ବି। କେତେ ମାର୍କର ପଢ଼ିଛନ୍ତି ମତଲବ ନାହିଁ, କିନ୍ତୁ ପଢ଼ିଥିବେ। ଇଂଲିଶ, ଓଡ଼ିଆ, ହିନ୍ଦୀ, ସଂସ୍କୃତ, ହିଷ୍ଟ୍ରି, ଜିଓଗ୍ରାଫି, ଇକୋନୋମିକ୍ସ, ପଲିଟିକାଲ ସାଇନ୍ସ, ଇଣ୍ଡିଆନ୍ ଇକୋନୋମି, ଲ୍ୟାଣ୍ଡମାର୍କସ୍ ଇନ୍ ଇଣ୍ଡିଆନ୍ ହିଷ୍ଟ୍ରି, ଇଣ୍ଡିଆନ୍ ଜିଓଗ୍ରାଫି, ଏଇ ଭିତରୁ 2ଟା ଆପଣ ପଢ଼ିଛନ୍ତି, ଆପଣ TGT ଆର୍ଟ୍ସ ପାଇଁ ଆପ୍ଲାଏ କରିପାରିବେ। ତା ସହିତ OSS TET ମୁଁ ଆପଣଙ୍କୁ ଦେଖେଇବି। ହେଲା। ସେମିତି TGT PCM ପାଇଁ ଗ୍ରାଜୁଏସନ୍ ଆପଣ ସାଇନ୍ସରେ କମ୍ପ୍ଲିଟ୍ କରିଥିବେ କିମ୍ବା କିମ୍ବା ବିଟେକ୍ କରିଥିବେ। ଗ୍ରାଜୁଏସନରେ ମିନିମମ୍ 50% ମାର୍କ ଥିବ। ST SC SC BC ଲେଡ଼ିଜ୍ ମାନଙ୍କର SC BC ମାନଙ୍କର ଦିବ୍ୟାଙ୍ଗମାନଙ୍କର 45% ଥିବ ଗ୍ରାଜୁଏସନରେ। ତା ସହିତ 2 ବର୍ଷିକିଆ BEd କିମ୍ବା 3 ବର୍ଷିକିଆ BEd MAd କମ୍ପ୍ଲିଟ୍ କରିଥିବେ। ହେଲା। ଫାଇନାଲ ଇୟର ନୁହେଁ, ପୁରା କମ୍ପ୍ଲିଟ୍। ତା ସହିତ କିମ୍ବା 4 ବର୍ଷିକିଆ BSc BEd କରିଥିଲେ ବି ଆପଣଙ୍କର ହବ। ଆଉ ଏଇ ଭିତରୁ ମିନିମମ୍ 2ଟା ଆପଣଙ୍କର ଥିବ। PCM ପିଲାମାନଙ୍କର ଫିଜିକ୍ସ, କେମିଷ୍ଟ୍ରି, ମ୍ୟାଥମେଟିକ୍ସ, ଏଇ ଭିତରୁ 2ଟା। CBZ ପିଲାଙ୍କର ଏଇ ଭିତରୁ ଯୋଉଟା ହେଲେ ବି 2ଟା ଆପଣଙ୍କର ଥିଲେ ଆପଣ ଆପ୍ଲାଏ କରିପାରିବେ। ସେମିତି ଏଇ ଯେଉଁ ସଂସ୍କୃତ ଟିଚର ପାଇଁ ଯଦି ଆପଣଙ୍କର ଗ୍ରାଜୁଏସନରେ ସଂସ୍କୃତ ବୋଲି ଗୋଟେ ସବଜେକ୍ଟ ଥିଲା, ତା ସହିତ ଆପଣ ନର୍ମାଲ BEd କରିଛନ୍ତି ହେଲେ ବି କରିପାରିବେ, କିମ୍ବା ଯେଉଁମାନେ ସଂସ୍କୃତ BEd କରିଛନ୍ତି ସେମାନେ ବି ଆପଣଙ୍କର କରିଦେଇ ପାରିବେ। ଧରାଯାଉ ଗୋଟେ ନର୍ମାଲ ପିଲାଟା, ଆର୍ଟ୍ସ ପିଲାଟା କି ସାଇନ୍ସ ପିଲାଟା, +3ରେ ତାର ହିନ୍ଦୀ କିମ୍ବା ସଂସ୍କୃତ ବୋଲି ଗୋଟେ ସବଜେକ୍ଟ ଥିଲା, ଏବେ ସେ ନର୍ମାଲ BEd କରିଛି, ତ ସେ ବୋଥ୍ ପାଇଁ ଏଲିଜିବୁଲ୍। କିନ୍ତୁ ତାକୁ OSS TET ବୋଥ୍ର କ୍ୱାଲିଫାଇ ଦରକାର।
सी आर्ट्स रो भी करिथिबो आउ हिंदी रो भी करिथिबो किमा आर्ट्स रो भी करिथिबो संस्कृत रो भी करिथिबो हेले आपणकर बोथ पई एलिजिबल आपणकर अटंती बुझीगले नेक्स्ट नेक्स्ट आपनको देखନ୍ତୁ कौन लिखा ହେଇଛି स्पेशल बीएड पिलांकु तो जमारू भी आपणकर एलाउड आपणकर एथिरे करा जाऊ नाही ठीक अछि एवं मस्ट पास्ट पास्ट लिखा ହେଇଛି देखो जदि आपण पास କରି ନଥିବେ अप्लाई करि परिबे नाही ओएसएसटीटी आपणकर पास दरकार तो जो माने पास करि नाहंती सेमने आउ अप्लाई करि परिबे नाही एज लिमिट मिनिमम 21 वर्ष रु 38 वर्ष ହେଇଥିବ किंतु एसटी एससी एससीबीसी लेडीज मानकर 5 वर्ष बढ़ी जिवो तो 21 रु 43 वर्ष भितरे थिले आपण ऑनलाइन अप्लाई करि परिबे एज लिमिट जानि गले सिलेक्शन केमिति होबो सबु जिंस सेम आगो प्रिलिम्स परीक्षा आपण अच्छा टीजीटी ओडिया पई आपणकर क्वालिफिकेशन होउची देखंतु माने आपण कहि पारंती जदि आपण ग्रेजुएशन आर्ट्स रे कंप्लीट करिसंती आउ ग्रेजुएशन रे आपणकर मिनिमम 50% मार्क अछि जनरल पिलांकर एसटी एससी एससीबीसी लेडीज मानकर सॉरी दिव्यांग मानकर 45% मार्क थिबो आ मिनिमम 200 मार्क आपणकर ओडिया थिबो एक्सक्लूडिंग कंपलसरी आपणकर कंपलसरी ओडिया को छाड़ी की जदि आपण 200 मार्कर ओडिया पढ़िथिबे तो केवल जो माने ओडिया रे ओडिया ऑनर्स नहीं कि पढ़िथिबे तांकर ही थिबो आ काहारी भी नथिबो आ ता सहित 2 वर्षिकिया बीएड करिथिबे किमा 3 वर्षिकिया बीएड एमएड करिथिबे एवं ता सहित ओएसएसटीटी आपण पास करिथिबे पास ओएसएसटीटी जो माने आर्ट्स रे पास करिथिबे से माने ही जो माने ओएसएसटीटी एबे परीक्षा देबे से माने एलिजिबल नहंती जो माने ओएसएसटीटी पास करिथिबे सिलेक्शन केमिति होबो आगो प्रिलिम्स परीक्षा होबो समस्तंकर हैला जदि वैकेंसी रो 5 गुण पिला अप्लाई करंती तो एई जो टीजीटी ओडिया रे ही प्राय अप्लाई करिवे कि नै डाउट अछि नले बाकी सब गुडारे प्रिलिम्स आपणकर निहाती होबो देन मेन आपणकर एग्जाम आपणकर होबो देन सर्टिफिकेट भेकेंट आपणकर जो वेरिफिकेशन होबो प्रिलिम्स रे कोन कोन पडिबो ना आपणकर मैथ पढ़िबो रीजनिंग पढ़िबो कंप्यूटर पढ़िबो जीके हिस्ट्री ज्योग्राफी पॉलिटी पढ़िबो आउ करंट अफेयर्स आपणकर पढ़िबो केमिति पढ़िबे कोन पढ़िबे ता संपर्क रे ऑलरेडी मु प्लानिंग वीडियो रे आपणको बतैछि आगो प्लानिंग वीडियो को आपण देखिबे देन जाय कि पढ़ा आपण आरंभ करिवे ठीक अछि प्रीलिम्स रे क्वालिफाई कले आपणकर मेन एग्जाम आपणकर होबो मेन एग्जाम रो मार्क डिस्ट्रीब्यूशन आपण देखि दियंतु वीडियो को पॉज करंतु आपण देखि परिबे जे कोन कोन आपणकर पढ़िबो ठीक अछि आउ ओडिया रे जदि ओडिया जो माने टीजीटी ओडिया पकेबे तांकर मेंस रे कोन पढ़िबो देखंतु बुझी गले हैला थैंक यू जय जगन्नाथ धन्यवाद आउ कोनोसी भी एप्लीकेशन फी पड़िबो नाही